ଯେହେତୁ ଜାତୀୟ ଦଳ କଂଗ୍ରେସ ବିଜେପି ଏଇସବୁ ଦେଖନ୍ତୁ ଜାତୀୟ କଂଗ୍ରେସ ଦଳ ବୟାନବାଜି କରୁଛନ୍ତି ତାଙ୍କର 4-5 ମାସ ସରକାର ଯେଉଁ ନୂଆ ସରକାର ଗଠନ ପରେ ନିର୍ବାଚନ ପରେ ତାଙ୍କର ଏପର୍ଯ୍ୟନ୍ତ ଗୋଟେ ମୁରବୀ କରିପାରୁଛନ୍ତି ପ୍ରେସିଡେଣ୍ଟ କାହାକୁ ଡିକ୍ଲେୟାର କରିପାରୁଛନ୍ତି ଲୋକ ନାହାନ୍ତି ସିଏ ଶୁଣନ୍ତୁ ବିଜୁ ଜନତା ଦଳ ସହିତ ବି ସମସ୍ତେ ଯୋଗାଯୋଗରେ ଅଛନ୍ତି ସେଇ ଯୋଗାଯୋଗରେ ରଖିବାର ମନା ନାହିଁ ରାଜନୀତି ଭିତରେ ସମସ୍ତେ ସମସ୍ତଙ୍କ ସହ ଯୋଗାଯୋଗ ଅଛନ୍ତି କିଏ କେମିତି ଯିବ ସେଇ ଯେଉଁ କହୁଛନ୍ତି ପଳେଇବେ ସିଏ କ'ଣ ନୀତି ନିର୍ଦ୍ଧାରଣ କରୁଛନ୍ତି ଏଠି ଭାରତୀୟ ଜନତା ପାର୍ଟି କି ବିଜୁ ଜନତା ଦଳର ଯେ ଲୋକ କିଛି ଯିବେ ବିଧାୟକ ସିଏ ହେଉଛନ୍ତି କେନ୍ଦ୍ର ସ୍ତରରେ ତାଙ୍କର ଯେହେତୁ ତାଙ୍କର କେନ୍ଦ୍ର ଦଳ ଇଏ ଆଞ୍ଚଳିକ ଦଳ ନୁହେଁ ଯେ ଆମେ ସମସ୍ତଙ୍କୁ ଯାହାକୁ ପାଉଥିଲୁ ତାକୁ ମିଶାଇ ଦେଉଥିଲୁ ଏଇଠି ବୈଷ୍ଣବ ପରିଡ଼ା ମୂଳରୁ ନ ହେବା ଲୋକ ବି ସେ ଏମ୍ପି ହେଇକି ପଳେଇଛନ୍ତି ପ୍ରମିଳା ବିଷୟ ନ ହେବା ଲୋକ ବି ଏମ୍ପି ହେଇଯାଇଛନ୍ତି ତେଣୁ ତାଙ୍କର ଯେହେତୁ ଜାତୀୟ ଦଳ କଂଗ୍ରେସ ବିଜେପି ଏଇସବୁ ଦେଖନ୍ତୁ ଜାତୀୟ କଂଗ୍ରେସ ଦଳ ବୟାନବାଜି କରୁଛନ୍ତି ତାଙ୍କର 4-5 ମାସ ସରକାର ଯେଉଁ ନୂଆ ସରକାର ଗଠନ ପରେ ନିର୍ବାଚନ ପରେ ତାଙ୍କର ଏପର୍ଯ୍ୟନ୍ତ ଗୋଟେ ମୁରବୀ କରିପାରୁଛନ୍ତି ପ୍ରେସିଡେଣ୍ଟ କାହାକୁ ଡିକ୍ଲେୟାର କରିପାରୁଛନ୍ତି ଲୋକ ନାହାନ୍ତି ଆପଣ ଦେଖିବେ ଏବେ ଯାଇଥିଲେ ଭିଜିଲାନ୍ସ ଅଫିସ ଯେତେବେଳେ ମେମୋରାଣ୍ଡମ୍ ଯାଉଛନ୍ତି ଗଭର୍ଣ୍ଣରକୁ ହଜାର ହଜାର ଗାଡ଼ି ଯାଉଛି ହଜାର ହଜାର ଧଳା ପୋଷାକ ପିନ୍ଧିକି ଯାଉଛନ୍ତି ଧଳା ଧଳା ପଞ୍ଜାବୀ ଆଇରନ୍ ଦିଆ ପଞ୍ଜାବୀ ପିନ୍ଧିକି ଯାଉଛନ୍ତି କଂଗ୍ରେସ ଲୋକମାନେ କୁଆଡ଼େ ଗଲେ ତାପରେ ତେଣୁ କଥା ହେଉଛି ଏବେ ଆପଣଙ୍କର ପ୍ରତ୍ୟେକ ଯୋଗାଯୋଗରେ କିଏ ରହିଛି ନ ରହିଛି ଭାରତୀୟ ଜନତା ପାର୍ଟିର ବି ବହୁତ ଲୋକ ବି ବିଜୁ ଜନତା ଦଳ ସହିତ ଅଛନ୍ତି କାହିଁକିନା ଆମର 25 ଜଣ ବିଜୁ ଜନତା ଦଳରୁ ବାହାରିକି ଏବେ ସେଠିକି ବିଧାୟକ ହେଇଛନ୍ତି ଗଣେଶ ଭାଇ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ ଏମ୍ପି ଅଛନ୍ତି ଆହୁରି ବହୁତ ସେଇ ସରୋଜ ପାଢ଼ୀ ଯାହା କହୁଛନ୍ତି ସିଏ ବିଜୁ ଜନତା ଦଳର ବିଧାୟକ ଥିଲେ ବିଗତ ଦିନରେ ସିଏ ତାପରେ କେତେବେଳେ ଅସନ୍ତୁଷ୍ଟ ହେଲେ କି ତାଙ୍କୁ ଅଣଦେଖା କରାଗଲା ସିଏ ତାପରେ ବିଜୁ ଯେଉଁ ବିଜେପିରେ ଯାଇ ଯୋଗ ଦେଇ ବିଧାୟକ ହେଇଛନ୍ତି ସେଇ ସରୋଜ ପାଢ଼ୀ ଯିଏ ଅଛନ୍ତି ଆସ୍କାର ବିଧାୟକ ସିଏ ତ ବିଜୁ ଜନତା ଦଳ ବିଧାୟକ ହେଇଥିଲେ ତେଣୁ ବହୁତ ବିଧାୟକ ଗଣିବେ ଯଦି 25 ଜଣ ପାଖାପାଖି ବିଧାୟକ ନବୀନ ବାବୁଙ୍କ ନେତୃତ୍ୱରେ ବିଧାୟକ ବି ହେଇଥିଲେ ତେଣୁ ସେଥିରେ କିଛି ନାହିଁ ରାଜନୀତିକ ପରିବର୍ତ୍ତନ ଅଛି ସମୟ ପରିବର୍ତ୍ତନ ଅଛି କେତେବେଳେ କ'ଣ ଘଟିବ ସମୟ ଅନୁସାରେ ଠିକଣା ସମୟରେ ଠିକଣା ଉତ୍ତର ମିଳିବ।